ମ୍ୟାଡ଼ାମ ଆଗୁଆ ବିଧାୟିକା ଭାବରେ ଲଢ଼ିବାକୁ ଯାଉଛନ୍ତି ସର୍ବପ୍ରଥମେ ଆମେ ଜଗନ୍ନାଥଙ୍କୁ କୋଟି କୋଟି ପ୍ରଣାମ କରୁଛୁ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ମୋ ଉପରେ ଆସ୍ଥା ପ୍ରକାଶ କରିଥିବାରୁ। ବିକେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ପାରାଦୀପ ମୋ ଶ୍ୱଶୁର ଏବେ ମୋ ପାଖରେ ନାହାନ୍ତି। ଆପଣମାନେ ଭଲ ଭାବରେ ଜାଣିଛନ୍ତି ମୋ ଶ୍ୱଶୁର ମୋ ପାଖରେ ନାହାନ୍ତି, କିନ୍ତୁ ସେ କିଛି ଦିନ ହେଲା ଛାଡ଼ିକି ଚାଲି ଯାଇଛନ୍ତି। ମୋ ପାରାଦୀପରେ ସେ ବହୁତ କିଛି କରିଛନ୍ତି। ଆପଣମାନେ ଜାଣିଛନ୍ତି 16ରେ ମୋ ସ୍ୱାମୀ ବି ଥିଲେ ପାରାଦୀପର ବିଧାୟକ। ମୋ ଉପରେ ଯେଉଁ ନବୀନ ପଟ୍ଟନାୟକ ଆସ୍ଥା ପ୍ରକାଶ କରିଛନ୍ତି, ନିଶ୍ଚୟ ପାରାଦୀପବାସୀଙ୍କ ପାଇଁ ବହୁତ କିଛି କରିବ। ତ ମ୍ୟାଡ଼ାମ କିଛି ଚ୍ୟାଲେଞ୍ଜ ଆସିବନି ଆପଣ ପାଇଁ? ଚ୍ୟାଲେଞ୍ଜ ଆସିଲେ ବି ଆମେ ବହୁତ ସଂଖ୍ୟାରେ ବହୁତ ଭୋଟରେ ଜିତିବୁ ବୋଲି ଆଶା ବିଶ୍ୱାସ ରହିଛି। ପାରାଦୀପବାସୀଙ୍କ ମୋ ଉପରେ ବିଶ୍ୱାସ ରହିଛି, ମୋ ସ୍ୱାମୀଙ୍କ ଉପରେ ବି ଥିଲା। 2024 ଚ୍ୟାଲେଞ୍ଜ କ'ଣ ରହିବ? ଯାହା ଚ୍ୟାଲେଞ୍ଜ ରହିବ ସେ ତାକୁ ମୁଁ ପୂରଣ କରିବି। କିନ୍ତୁ କଥା ହେଉଛି ଆପଣ ମଧ୍ୟ ଜାଣିଛନ୍ତି ଯେ ଟିକେଟ୍ଟି କେତେ କଷ୍ଟରେ ମିଳିଛି, କେତେ ବିରୋଧ ସମ୍ବିତ ବି ମଧ୍ୟ ବହୁତ ବିରୋଧର ସମ୍ମୁଖୀନ ହୋଇଛନ୍ତି ଏବଂ ତାପରେ ଟିକେଟ୍ଟି ମିଳିଛି। ତ ସେ ଯେଉଁ ବିରୋଧ ହେଉଛି ତାକୁ କେମିତି ପ୍ରଶମିତ କରିବେ, ଲୋକଙ୍କୁ କେମିତି ଆସ୍ଥା ଭାଜନ ହେବେ? ଆପଣଙ୍କ ଘର ଘର ଯିବେ? ନିଶ୍ଚୟ ମୁଁ ଘର ଘର ବୁଲିବି। ନିଶ୍ଚୟ ମୋ ସାଙ୍ଗରେ ମୋ ସ୍ୱାମୀ ମୋ ସାଙ୍ଗରେ ରହିବେ। ମୋତେ କିଛି ଲାଗୁନି ଯେ ଆମ ପାଇଁ ଲୋକ ବିରୋଧ କରୁଛନ୍ତି। ସେମିତି ମାନେ ଇଲେକ୍ସନ୍ ଆସିଲେ ବହୁତ କିଛି ହୁଏ, ତ ସେସବୁ ଜିନିଷ ମାଇନେ ରଖିବେନି କିଛି ଅସୁବିଧା। ପ୍ରଥମେ ଶ୍ୱଶୁର ତାପରେ ସ୍ୱାମୀ ତାପରେ ବର୍ତ୍ତମାନ ଆପଣଙ୍କ ଉପରେ ଆସ୍ଥା ଭରସା ରଖିଛନ୍ତି କ'ଣ କହିବାର ଅଛି ଏଥିପ୍ରତି ଆଉ ପାରାଦୀପବାସୀଙ୍କ ପାଇଁ କ'ଣ? ନିଶ୍ଚୟ ସେ କିଛି ଆସ୍ଥା ପ୍ରକାଶ କରିଛନ୍ତି, ମାନେ ନିଶ୍ଚୟ କିଛି ଜାଣୁଥିବେ କିଛି ବୋଲି। କିଛି ଅସୁବିଧା ନାହିଁ। ମୋର ସ୍ୱାମୀ ବି ଥିଲେ ବହୁତ କିଛି କରିଛନ୍ତି, ମୁଁ ବି କିଛି କରିବି ବୋଲି ସେଥିପାଇଁ ମୋ ପାଇଁ ଆସ୍ଥା ପ୍ରକାଶ ରଖିଛନ୍ତି। ପାରାଦୀପବାସୀ ପାଇଁ କ'ଣ ରହିବ ଆପଣଙ୍କ? ପାରାଦୀପବାସୀଙ୍କ ପାଇଁ କ'ଣ କହିବେ? ସନ୍ଦେଶ କ'ଣ? ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ଆମ ସାଙ୍ଗରେ ଅଛନ୍ତି, ଏକାଠି ମିଶି ଆମେ କାମ କରିବୁ। ସେମାନେ ଆମ ସାଙ୍ଗରେ ବି ଅଛନ୍ତି, ଥିଲେ ସମିତି ସାଙ୍ଗରେ ଥିଲେ, ଏମ୍ଏଲ୍ଏଙ୍କ ସାଙ୍ଗରେ ମୋ ସାଙ୍ଗରେ ବି ଏବେ ରହିବେ। ଯେଉଁମାନେ କାଲି ବିରୋଧ କରୁଥିଲେ ଶଙ୍ଖ ତାକୁ କ'ଣ କହିବେ? ନାଇଁ ସେଇ ବିଷୟରେ ମୋର କିଛି କହିବା ନାହିଁ। ସେମାନେ ବିରୋଧ ତ ସେମିତି କିଛି ମାନେ ଅସୁବିଧା କିଛି ନାହିଁ ମୋର ଜାଣିବା। ତାକୁ ଆପଣ ସାଙ୍ଗରେ ନେଇ କାମ ନିଶ୍ଚୟ ନିଶ୍ଚୟ ଯେପରି କଂଗ୍ରେସର ଯେଉଁ ଥିଲେ ବାପି ସରକାର ଥିଲେ ତାକୁ ମଧ୍ୟ ସାଙ୍ଗରେ ନେଇକି ଆପଣ କାମ ନିଶ୍ଚୟ ନିଶ୍ଚୟ ଆମ ସାଙ୍ଗରେ ମିଶିକି ଚାଲିବେ ବୋଲି ଆମେ ଆଶା ରଖିଛୁ। ଯେମିତି ଆପଣ କହିଲେ ଶ୍ୱଶୁର ଏବେ ପାଖରେ ନାହାନ୍ତି ଏବଂ ତାଙ୍କ ଲିଗାସିକୁ ଆପଣ ଆଗକୁ ବଢ଼େଇବେ। ନିଶ୍ଚୟ ନିଶ୍ଚୟ ତାଙ୍କ ଲିଗାସିକୁ ଆଗକୁ ବଢ଼େଇବେ। ବିଜୁ ପଟ୍ଟନାୟକ ତାଙ୍କ ଉପରେ ଆଶା ଭରସା ରଖି ସିଏ ବି କିଛି କରିଥିଲେ। ଆଶା ବିଜୁ ପଟ୍ଟନାୟକ ଆଶା ପୂରଣ କରିବା ପାଇଁ କି ସେ କରିଥିଲେ, ତାଙ୍କ ପରେ ସମ୍ବିତ ରାଉତ ଆସିଲେ। ତାପରେ ଆଉ କିଛି ବାକି ଯାହା ଅଛି ସେଇଟା ମୁଁ ପୂରଣ କରିବି ବୋଲି ମୋ ଆଶା ଅଛି। ଭାଇ ଆପଣ ଆଶା କରୁଥିଲେ ଯେ ଆପଣଙ୍କୁ ମଧ୍ୟ ଟିକେଟ୍ ମିଳିପାରେ, କିନ୍ତୁ ସୁପ୍ରିମୋ ଆପଣଙ୍କ ପତ୍ନୀଙ୍କୁ ଦେଇଛନ୍ତି। ନିଶ୍ଚିତ ଭାବରେ ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବପ୍ରଥମେ ମହିଳା ସଶକ୍ତିକରଣକୁ ଉତ୍ସାହିତ କରିଥିଲେ ସର୍ବଭାରତୀୟ ସ୍ତରରେ। ସେହି ଦୃଷ୍ଟିରୁ ସେ ଚାହୁଁଥିଲେ ଏଥର ବିଧାନସଭା କ୍ଷେତ୍ରରେ ଯେହେତୁ ସଂସଦୀୟ ଆମର ସମ୍ବିଧାନ ଅନୁସାରେ 2027 ବେଳକୁ ଲାଗୁ ହେବ, କିନ୍ତୁ ସେ ଯାହା ତା ଯଥେଷ୍ଟ ପୂର୍ବରୁ କରିକି ଗୋଟେ ସନ୍ଦେଶ ଦେବା ପାଇଁ ଚାହୁଁଥିଲେ। ସେହି ପରିପ୍ରେକ୍ଷୀରେ ମୋତେ ମଧ୍ୟ ଫେବୃଆରୀ 22 ତାରିଖ ଦିନ ଗତ ଫେବୃଆରୀ 22 ତାରିଖ ଦିନ ପଚରା ଯାଇଥିଲା ଯେ ଆପଣଙ୍କ ବଦଳରେ ଆପଣଙ୍କର ଧର୍ମପତ୍ନୀ ହେଲେ କିଛି ଅସୁବିଧା ଅଛି କି? ମୁଁ ସାର୍ କିଛି ଆପଣ ଯଦି ଇଚ୍ଛା କରିଦିଅନ୍ତୁ, ଆମେ ଚାହୁଁଛୁ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ। ମୁଁ ସାର୍ ଦଳ ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ଆମେ ସବୁ ଅଗ୍ରପାତି ସହଯୋଗ ମାନିଛୁ। ସେହି ପରିପ୍ରେକ୍ଷୀରେ ମୋ ଧର୍ମପତ୍ନୀକୁ ଟିକେଟ୍ ଦିଆଯାଉଛି ହେଲା କଥା। ବାକି ଆପଣମାନେ କିଶୋରପୁର ତାକୁ ଯେଉଁ ପ୍ରଶ୍ନ ପଚାରୁଥିଲେ ବିରୋଧ ଦଳ ଇଏ ସିଏ କଥା, ସେ ତାଙ୍କର ଚରିତ୍ର ଅଲଗା ପ୍ରକାର। ମୁଁ ଆପଣମାନଙ୍କୁ କହିବି ସେ ସମସ୍ତଙ୍କୁ ନେଇକି ଚାଲିବା ଭଳି ଲୋକ, ସେଇଥିପାଇଁ ଦିଆହେଇଛି କିଛି ବିରୋଧରେ ସମସ୍ତଙ୍କୁ ସେ ନେଇକି ଚାଲିବେ। ତେଣୁ ଆପଣମାନେ ଆସିବେ କୌଣସି ପ୍ରକାର ପ୍ରକାଶ ଦେଖିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ବହୁତ ସଂଖ୍ୟାରେ କେମିତି ଆଗକୁ ବଢ଼ିବ ସେଟା ଗତ ଥର ବିପୁଳ ଭୋଟ କେମିତି ପାଇବେ ତା ପାଇଁ ମଧ୍ୟ ଆମେ ଚେଷ୍ଟା କରିବୁ। ଏବଂ ସେ ଛାଡ଼ି ଯାଇଥିବା ଆଉ ଗୋଟିଏ କଥା ମୁଁ କହିଦେଉଛି, ଏହି ପରିପ୍ରେକ୍ଷୀରେ ଆମର ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ମୁଁ ବ୍ୟକ୍ତିଗତ ବହୁତ ସମସ୍ତଙ୍କୁ ଦେଉଛି। ଏବଂ ଆମର ଯେଉଁ ପର୍ଯ୍ୟବେକ୍ଷକ ଡକ୍ଟର ଅରୁଣ ସାହୁ ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ମୁଁ ବ୍ୟକ୍ତିଗତ ମୋ ତରଫରୁ। ଥ୍ୟାଙ୍କ ୟୁ।